ଗୁଡ୍ ସମରିତାନ୍ ସ୍କୁଲର ବାର୍ଷିକ ଉତ୍ସବ। ବଣ ପାହାଡ଼ ଘେରା ଏକ ସୁନ୍ଦର ମନୋରମ ପରିବେଶ। ଜମନକିରା ବ୍ଲକ ଅନ୍ତର୍ଗତ ଗରିଆବାହାଲ ଗ୍ରାମରେ 36 ବର୍ଷ ପୂର୍ବରୁ ଗଢ଼ି ଉଠିଥିଲା ଗୁଡ୍ ସମରିତାନ୍ ସ୍କୁଲ। ଅଧ୍ୟକ୍ଷ କେ ପ୍ରସନ୍ନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ପାଳିତ ହୋଇଯାଇଛି 36ତମ ବାର୍ଷିକ ଉତ୍ସବ। ଆଜିର ଏହି ଉତ୍ସବରେ ଫାସିମାଲ କଲେଜ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍କୁଲ ସଭାପତି ସୁରେନ୍ଦ୍ର ବେହେରା ସମ୍ମାନିତ ଅତିଥି ଏବଂ ପୂର୍ବତନ ଛାତ୍ର ତଥା ଫାସିମାଲ କ୍ଲଷ୍ଟର ସିଆରସିସି ଗୋପାଳଜୀ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରିଛନ୍ତି। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଜମନକିରାରୁ ହେମନ୍ତ ଭଇଁସାଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ। My native place is Trivandrum in Kerala. I came here in 1993 when I was a chartered accountant, Reserve Bank of India. But by the grace of God, I got a call from God to serve your ministry, your total qualification for the poor people, those who are living in Odisha. That is why myself and my wife rejected that work, and we are submitted our life for the progression of Odisha. And God's grace, we are last 25 years for our dedication, and we make so many children from this school. So many are in engineers and doctors. Some are in two are in IAS trainees, and thus we are totally dedicated our life to Odisha. And we are respecting the total cooperation of the people, the good people of Odisha. Thank you, sir. ମୋ ନାଁ ଗୋପାଳଜୀ ନାୟକ, ଫାସିମାଲ। ଆଉ ବର୍ତ୍ତମାନ ସିଆରସିସି ଅଛେ କ୍ଲଷ୍ଟରର। ଆଉ ମୁଁ ଯେଉଁ ପୂର୍ବତନ ଏ ସ୍କୁଲରେ ପାଠ ପଢ଼ୁଥିଲି, ଏ ସ୍କୁଲ ତ ନିହାତି କମରେ 36 ବର୍ଷ ହେଲାଣି। ମୁଁ ଏ ସ୍କୁଲର ଫାଷ୍ଟ ଷ୍ଟୁଡେଣ୍ଟ। ଏଟା ଗୋଟେ ମୋଟିଭରେ ଖୋଲା ହେଇଥିଲା। ସେ ସମୟରେ ଆମ ଅଞ୍ଚଳରେ ଏମିତି ଇଂଲିଶ ମିଡ଼ିୟମ ସ୍କୁଲ ନଥିଲା। ସେ ସମୟରେ ଆମର ଏଠି ତାର ମେନ୍ ଉଦ୍ଦେଶ୍ୟ ଥିଲା କମ୍ ପଇସାରେ ଗରିବ ଛୁଆମାନଙ୍କୁ ଏଠି ଇଂଲିଶର ଶିକ୍ଷା ଦେବା ଲାଗି ବିଦ୍ୟାଳୟଟି ଖୋଲିଥିଲା। ଆଉ ଆମେ ଯେଉଁ ଫାଷ୍ଟ ବ୍ୟାଚ୍ ଯେଉଁ ଥିଲୁ, ଏଥିରେ ନିଶ୍ଚିତ ଭାବେ ଆମର ସାର୍ ମ୍ୟାଡ଼ାମ ମାନେ ଯେଉଁ ଥିଲେ ବହୁତ କମ୍ ଦରମାରେ ତାଙ୍କର ଇନୋଭେଟିଭ୍ ଆଇଡ଼ିଆରେ ବହୁତ ଭଲ ପାଠ ପଢ଼ୁଥିଲେ, ଡେଡିକେଟେଡ୍ ଥିଲେ। ଆମକୁ ରାତିରେ ମଧ୍ୟ ଏନେ ରଖିକିରି ପଢ଼ଉଥିଲେ। ଆଉ ଆମେ ଯେଉଁ 7 ଜଣ ଥିଲୁ, 7 ଜଣ ବର୍ତ୍ତମାନ ଆମେ ୱେଲ୍ ସେଟେଲ୍ ହେଇକିରି ଅଛୁ। ଆଉ ଏ ସ୍କୁଲରେ ବହୁତ ଗୁଡ଼ାଏ ଅନ୍ତର୍ନିହିତ ଗୁଣ ଗୁଡ଼ିକ ବିକଶିତ କରିବା ପାଇଁ ବହୁତ ଆଗରୁ 36 ବର୍ଷ ହେଲାନ ଏମାନେ ଆନୁଆଲ ଫଙ୍କସନ୍ କରି ଆସୁଛନ୍। ବର୍ତ୍ତମାନ ସବୁଆଡ଼େ ତ ଆନୁଆଲ ଫଙ୍କସନ୍ ହେଉଛି, ବହୁତ ଗୁଡ଼ାଏ ସ୍କୁଲ ବି ଖୋଲିଲାଣି, କିନ୍ତୁ ଏଇଟା ବହୁତ ପୁରାତନ ସ୍କୁଲ। ଆଉ ଏଠି ଏଇ ବିଦ୍ୟାଳୟରେ ମାନେ ଆଗରୁ ବହୁତ ବଢ଼ିଆ ବଢ଼ିଆ ଜିନିଷ ସେମାନେ ଇମ୍ପ୍ଲିମେଣ୍ଟ କରିଥିଲେ। ଆଉ ଏଥିରେ ପିଲାମାନଙ୍କର କନଫିଡେନ୍ସ ବଢ଼ି ପିଲାମାନେ ବହୁ ଜାଗାରେ ତାଙ୍କର ନିଜର ପ୍ରତିଷ୍ଠା କରିଛନ୍ତି। ଆଉ ମୁଁ ଆଶା କରୁଛି ଏ ସାର୍ ମାନଙ୍କର ବହୁତ ଅବଦାନ ଅଛି।